ସୁବର୍ଣ୍ଣ ଫୁଲର ରହସ୍ୟ। ଯେଉଁ ସମୟରେ ଆଠଗଡ଼ ରାଜାଙ୍କର ଖୁବ୍ ପ୍ରତିପତ୍ତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନ ସରେ। ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ। ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା, ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ। ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟାତ ନିମନ୍ତେ ସୁଖପ୍ରଦ ରାସ୍ତାଘାଟ ନଥିଲା ଗାଡ଼ି ମଟର। ତେଣୁ ଯେଉଁ ସ୍ଥାନକୁ ଯିବାକୁ ପଡ଼େ, ସେ ସ୍ଥାନକୁ ଉଚ୍ଚ ସମ୍ମାନୀୟ ବ୍ୟକ୍ତିମାନେ ଅଶ୍ୱ ସାହାଯ୍ୟରେ ଯା ଆସ କରୁଥିଲେ। ହେଲେ ଓଡ଼ିଶାର ଉପଦେଷ୍ଟାମାନେ ସିନା ବୁଦ୍ଧିରେ ଉନ୍ନତ, ହେଲେ ଧନ କ୍ଷେତ୍ରରେ ସେମାନେ ସର୍ବଦା ଦରିଦ୍ରତା ମଧ୍ୟରେ ସମୟ ଅତିବାହିତ କରୁଥିଲେ। ସେଦିନ ଧନହୀନ ଚତୁର ବ୍ୟଙ୍ଗକାର ସାଥିରେ ଖୁବ୍ ବଳିଷ୍ଠ ଚେହେରାର ଜଣେ ଶକ୍ତିବାନ ସେବାକାରୀ ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ପଡ଼ିଲେ। ମକରା ଯେପରି ଶକ୍ତିରେ ବଳୁଆ, ସେପରି ମୂର୍ଖଟାଏ ମଧ୍ୟ। ନାହିଁ ମାମୁଁଠାରୁ କଣା ମାମୁଁ ଭଲ ସଦୃଶ ମକରାକୁ ଉପଦେଷ୍ଟା ସାଥିରେ ଧରି ତୀର୍ଥ ଯିବା ପରେ ବାଟରେ ପଡ଼ିଲା ଅନେକ ଅରଣ୍ୟ, ପାହାଡ଼, ପର୍ବତ, ନଦୀ, ନାଳ, ଝରଣା। ଚତୁର ବ୍ୟଙ୍ଗକାର ଓ ମକରା ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଥ ଅତିକ୍ରମ କରୁଥାନ୍ତି। ଏମିତି ପଥ ଅତିକ୍ରମ କରିବା ମଧ୍ୟରେ ସମସ୍ତ ଅରଣ୍ୟାଦିକୁ ଅତିକ୍ରମ କରିଗଲେ। ସେ ଥିଲା ବୃନ୍ଦାବନ ଯିବାର ରାସ୍ତା। ପାଦଚଲା ରାସ୍ତାରେ ଯିବାକୁ ହେଉଛି କେତେ ଦିନ ଯେ ଲାଗିବ କିଛି କହିହେବ ନାହିଁ। ସାଥିରେ ମଧ୍ୟ ସେଦିନ କେହି ବୃନ୍ଦାବନ ଯିବାର ଯାତ୍ରୀ ସାଥିରେ ମିଳିନାହାନ୍ତି। ଚାଲି ଚାଲି ପାଦ ଥକି ପଡ଼ିବାରୁ ଚତୁର ବ୍ୟଙ୍ଗକାର କହିଲେ, ବାବା ଅବଲୋକରା, ଏହିଠାରେ ଏକ ଶିବ ମନ୍ଦିର ଅଛି। ତା ପାର୍ଶ୍ୱରେ ପାନ୍ଥଶାଳା, ସୁନ୍ଦର ପୁଷ୍କରିଣୀ। ଏହିଠାରେ ହିଁ ଆମେ ବିଶ୍ରାମ ନେବା ଉଚିତ। ତେଣୁ ମୁଁ ତୁମକୁ ଯାହା କହୁଛି ତାହା ମନ ଦେଇ ଶୁଣ। ଥକ୍କା ଲାଗିଲା, ପାଦ ଥକିଲା, ଗଣ୍ଠିଲି ରଖ ଏଇଟି, ପକ୍କା କମ୍ବଳ ପଅତ ଛତା, ଥକ୍କା ମେଣ୍ଟାଇବା ଏଠି। ଏ ଝରଣା ଜଳ ବଡ଼ ସୁନ୍ଦର, ପୁଣି ପଦୁମ ପୋଖରୀ, ରହିବା ଏଠିରେ ଅବଲୋକରା, ବିଶ୍ରାମ ହେବ ଏପରି। ହାଟ ଯାଇଣ, ସଉଦା ଆଣ, ପାକ କରିବାଟି ଜାଣ, ଭଲରେ ନିଦ୍ରା କାଟିବା ବାବା, ବିଳମ୍ବରେ ନାହିଁ ମନ। ମୁଁ ଯାଉଛି, ମୋର ନିତ୍ୟକର୍ମ ସାରିବି। ତୁମେ ଯେତେ ଶୀଘ୍ର ଯାଇ ପଡ଼ିଶା ହାଟରୁ କିଛି ତଣ୍ଡୁଳ, ମୁଗଜାଇ, ସାରୁ, ବାଇଗଣ, କଦଳୀ ଓ ମାଟିଆଳୁ ଧରି ଆସ। ମନେ ରଖ, ବିଳମ୍ବ କରିବ ନାହିଁ। ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣିବା ମାତ୍ରେ ଅବଲୋକରା ହାଟରୁ ସଉଦା ଆଣିବା ଉଦ୍ଦେଶ୍ୟରେ ହାଟକୁ ଚାଲିଗଲା। ହାଟକୁ ଯିବା ରାସ୍ତାରେ ଅବଲୋକରା ଅନେକ ବାଟ ଚାଲିଯାଇଛି। ଯିବା ପଥ ମଧ୍ୟରେ ସେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଛି, ଆଉ ତାହା ମଧ୍ୟରେ ଦେଖିନେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟର ରାଜବାଟୀ। ଘଡ଼ିଏ କାଳ ଅବଲୋକରା ସେହି ରାଜବାଟୀର ସୌନ୍ଦର୍ଯ୍ୟ ଦେଖିବା ମଧ୍ୟରେ ସେ ଦେଖିଛି ଯେ ରାଜବାଟୀର ତୋରଣ ଉପରେ ଗୋଟିଏ ସୁବର୍ଣ୍ଣର ପଦ୍ମଫୁଲ ଖଞ୍ଜା ଯାଇଛି। ସେ ପଦ୍ମଫୁଲଟି ଏପରି ସୁନ୍ଦର ଯେ ଅବଲୋକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଉପଦେଷ୍ଟାଙ୍କର ସଉଦା ଆଣିବା ପରିବର୍ତ୍ତେ ସେ ଶୂନ୍ୟ ହସ୍ତରେ ଫେରି ଆସିଛି ପୁଣି ଉପଦେଷ୍ଟାଙ୍କ ପାଖକୁ। ଚତୁର ବ୍ୟଙ୍ଗକାର ଅବଲୋକରାର ଏପରି ଧଇଁସଇ ଅବସ୍ଥା ଦେଖି ପଚାରିଛନ୍ତି, କିରେ ଅବଲୋକରା, ହାତରେ ତୋର ସଉଦା ନାହିଁ? ସଉଦା ନ ଆଣି ଫେରି ଆସିଲୁ କାହିଁକି? ଉପଦେଷ୍ଟାଙ୍କ ପ୍ରଶ୍ନର ଉତ୍ତର ଦେଇ ଅବଲୋକରା କହିଛି, ଚତୁର ବ୍ୟଙ୍ଗକାର ଦେଖିଲେ ଏ ମକରାଟି ଏକଜିଦିଆ। ଥରେ ତା ମନକୁ ଯାହା ଆସିଛି ତାର ସମାଧାନ ନ ପାଇବା ଯାଏ ଏ ନଛୋଡ଼ବ। ସେ ଯାହା ବୁଝିଥିବ ସେଇଆ। କେବଳ ଜଣିଏ ମାତ୍ର ଲୋକ ଚତୁର ବ୍ୟଙ୍ଗକାର। ସେ ଯାହା ବୁଝାଇ ଦେବେ ଅବଲୋକରା ସେହିଥିରେ ସନ୍ତୁଷ୍ଟ। ତାହା ନହେଲେ ଅବଲୋକରାକୁ କଥାରେ କିଏ ବାନ୍ଧି ରଖିବ? ଯିବା ମାନେ ସେ ଚାଲିଯିବ। ଚତୁର ବ୍ୟଙ୍ଗକାର ଆଉ ରୋଷେଇ କରିବେ କ'ଣ? ବୋକାକୁ ଯେପରି ହେଉ ବୁଝାଇ ନେବାକୁ ହେବ। ନହେଲେ ଏ ଜିଦଖୋର ଅବଲୋକରା ସେମିତି ନିଜ ଜିଦରେ ଅଟକିଯିବ। ୟା ପାଇଁ ଅଧା ରାସ୍ତାରୁ ରାଣ୍ଡ ହେବା ବିନା ଆଉ କିଛି ନାହିଁ। ତହୁଁ ଚତୁର ବ୍ୟଙ୍ଗକାର ଅବଲୋକରାକୁ କହିଲେ, ହେଲା ବାବା, ତୋତେ ତୋ ପ୍ରଶ୍ନର ଉତ୍ତର ମିଳିଯିବ। ହେଲେ ସନ୍ଧ୍ୟା କାର୍ଯ୍ୟଟି ମୁଁ ପ୍ରଥମେ ସାରିଦିଏ। ମୋର ଏହି ସନ୍ଧ୍ୟା କରିବା ମଧ୍ୟରେ ତୁ ଯାଇ ଚୁଲାଟିଏ ଖୋଳି ଦେଇଥା। ଏହାପରେ ଅବଲୋକରା ଆନନ୍ଦ ହୋଇଯାଇ ସଙ୍ଗେ ସଙ୍ଗେ ଯାଇ ଚୁଲା ଖୋଳିବା କାର୍ଯ୍ୟରେ ଲାଗିଗଲା। ଚତୁର ବ୍ୟଙ୍ଗକାର ସନ୍ଧ୍ୟା କାର୍ଯ୍ୟ ଶେଷ କରି ଦୀପଟିଏ ଲଗେଇ ଦେଇ ମୁଣାରେ ଥିବା ଆଳୁ, ଜାଇ, ତଣ୍ଡୁଳ ଯାହା ସବୁ ଥିଲା ତାହାକୁ ବାହାର କରି କହିଲେ, ଯାହା ଅଛି ଆଜି ସେହିଥିରେ ଚଳାଇଦେବା। ଏବେ ଗୋଡ଼ ହାତ ଧୋଇ ମୋ ପାଖରେ ଆସି ବସ। ରୋଷେଇ କରିବା ମଧ୍ୟରେ ମୁଁ ତୋତେ ସେହି ରାଜବାଟୀର ତୋରଣ ଉପରେ ଥିବା ସୁବର୍ଣ୍ଣ ପଦ୍ମଫୁଲ ବିଷୟରେ ବୁଝାଇଦେବି। ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣି ଅବଲୋକରା ସଙ୍ଗେ ସଙ୍ଗେ ଆନନ୍ଦ ହୋଇଯାଇଛି। ସେ ଆଉ କାଳ ବିଳମ୍ବ ନ କରି ଚୁଲା କଳା କାର୍ଯ୍ୟ ସମାପ୍ତ କରି ଗୋଡ଼ ହାତ ଧୋଇ ଉପଦେଷ୍ଟାଙ୍କ ପାଦତଳେ ପ୍ରଣାମ କରି ଉପଦେଷ୍ଟାଙ୍କ ଲାଗି ଆସନ ସଜାଡ଼ି ଦେଇ ଅନ୍ୟ ଏକ ଆସନରେ ସେ ନିଜେ ଯାଇ ବସି ପଡ଼ିଲା। ଚତୁର ବ୍ୟଙ୍ଗକାର ସନ୍ଧ୍ୟା ସାରି ଆସି ଅବଲୋକରା ପକାଇଥିବା ଆସନରେ ବସିପଡ଼ି କହିଲେ, ତାହେଲେ ଶୁଣ, ତୁ ମୋତେ ଯେଉଁ ସୁବର୍ଣ୍ଣ ଫୁଲ ବିଷୟରେ ପ୍ରଶ୍ନ କରିଥିଲୁ, ସେହି ଫୁଲର ମହାତ୍ମ୍ୟ କଥା ଏବେ ତୋତେ କହୁଛି। ପ୍ରାଚୀନ କାଳର କଥା।
ଏଠାରେ ଜଣେ ଦୟାଳୁ ତଥା ଧାର୍ମିକ ରାଜା ରାଜତ୍ୱ କରୁଥିଲେ। ବୀରପଣରେ ତାଙ୍କର ସମସାମୟିକ ବୀର ମଧ୍ୟ ଏଠାରେ କେହି ନଥିଲେ। ରାଜା ଗୋଟିଏ ଗୋଟିଏ ପାଟରାଣୀଙ୍କ ସହିତ 6ଗୋଟି ପାଟରାଣୀଙ୍କୁ ବିବାହ ହେଲେ ରାଜାଙ୍କର ମନବାଞ୍ଛା ପୂରଣ ହେଲା ନାହିଁ। କାହାରି କୋଳକୁ ସନ୍ତାନଟିଏ ଆସିଲା ନାହିଁ। ସେଥିଲାଗି ରାଜା ବହୁ ଭାବରେ ନାନା ପ୍ରକାର ଯଜ୍ଞାନୁଷ୍ଠାନ କରାଇଲେ। ଏଥିରେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ରାଜା କୌଣସି ଜଣେ ଉପଦେଷ୍ଟାଙ୍କ ଠାରୁ ଆଦେଶ ପାଇ ଜଗତର କଲ୍ୟାଣକାରିଣୀ ଦଶଭୁଜାଙ୍କର ପୂଜାନୁଷ୍ଠାନ ଆରମ୍ଭ କଲେ। ରାଜା ନିଜ ରାଜ୍ୟର ବହୁ ବିଦ୍ୱାନ ଉପଦେଷ୍ଟାମାନଙ୍କୁ ଆଣି ରାଜବାଟିରେ ମାତାଙ୍କର ମୂର୍ତ୍ତି ସ୍ଥାପନ କଲେ। ଷୋଡ଼ଶୋପଚାର ପୂଜା କରାଇ ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବାରୁ ଦୁର୍ଗା ତାଙ୍କୁ ସ୍ୱପ୍ନରେ ଜଣାଇଲେ ଯେ ତୁମର ପଡ଼ୋଶୀ ରାଜ୍ୟମାନଙ୍କ ମଧ୍ୟରୁ କନକପୁର ନାମକ ଏକ ରାଜ୍ୟ ଅଛି। ସେହି ରାଜ୍ୟରେ ପଦ୍ମାବତୀ ନାମ୍ନୀ କନ୍ୟାକୁ ଆଣି ବିବାହ କର। ସେ କନ୍ୟା ମଧ୍ୟ ତୁମ୍ଭକୁ ବିବାହ କରିବା ନିମନ୍ତେ ଅପେକ୍ଷା କରିଅଛି। ଆଉ ମଧ୍ୟ ମନେ ରଖିବ ଯେ ଏଥୁ ଅନ୍ତେ ତୁମ୍ଭର ପୂର୍ବ 6 ରାଣୀଙ୍କର କୌଣସି ସନ୍ତାନ ହେବେ ନାହିଁ। ରାଜା ଜାଣିପାରିଲେ ସେହି ପଦ୍ମାବତୀ ଆଉ କେହି ନୁହନ୍ତି, ସେ ଜଗତଜନନୀ ଦୁର୍ଗାଙ୍କର ମାନସୀ କନ୍ୟା। ତାଙ୍କୁ ବିବାହ କଲେ ନିଶ୍ଚୟ ମୋ କୋଳକୁ ସନ୍ତାନଟିଏ ଆସିବ। କିନ୍ତୁ ମା ମଧ୍ୟ ସୂଚାଇ ଦେଇଛନ୍ତି ତୁମ୍ଭଙ୍କୁ ସନ୍ତାନଟିଏ ଦେବା ପରେ ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇଯିବ। ରାଜା କିନ୍ତୁ ସେ ସମୟରେ ସନ୍ତାନ ଗୋଟିଏ ପାଇବା ନିମନ୍ତେ ବ୍ୟାକୁଳ ପ୍ରାୟ। ଶୁଣିଥିଲେ ଅପୂର୍ବ ସୁନ୍ଦରୀ ପଦ୍ମାବତୀ। ସୈନ୍ୟମାନଙ୍କ ଠାରୁ ସନ୍ଧାନ ପାଇବା ପରେ ନିଜ ରାଜ୍ୟର ସୈନ୍ୟ ସାମନ୍ତମାନଙ୍କୁ ଧରି ରାଜା କନକପୁରକୁ ଯାତ୍ରା କଲେ। ଆଉ ମଧ୍ୟ ଜଣେ ରାଜସେବିକାଙ୍କ ଦ୍ୱାରା ମା ଜଗତଜନନୀ ଦୁର୍ଗାଙ୍କ ସେହି ମାନସୀ କନ୍ୟା ପଦ୍ମାବତୀଙ୍କ ପାଖକୁ ଏକ ଆଦେଶ ପଠାଇଲେ। ରାଜାଙ୍କ ସମ୍ବାଦ ପାଇବା ବେଳକୁ ପଦ୍ମାବତୀ ନିଜର ବ୍ରତ ଉପାସନାରେ ଥିଲେ। ସେହି ଦିନ ହିଁ ସେ ନିଜର ବ୍ରତ ଉଦ୍ଯାପନ କଲେ। ଏହାପରେ ନିଜର ପିତାକୁ ଜଣାଇଦେଲେ ଯେ ମୋର ଆଜି ବ୍ରତ ଉଦ୍ଯାପନ ହେଲା। କନ୍ୟାର ବ୍ରତ ସମାପ୍ତ ହେବା ଜାଣି ପଦ୍ମାବତୀଙ୍କର ପିତା ଖୁବ୍ ଆନନ୍ଦ ହେଲେ। ଏବେ ଯୋଗ ଆସିଛି ଯେତେବେଳେ ତାହାକୁ ହାତଛଡ଼ା ନ କରି ବହୁ ସମ୍ମାନର ସହିତ ନିଜର କନ୍ୟା ପଦ୍ମାବତୀକୁ ବିପୁଳ ଧନରତ୍ନ ଦେଇ ରାଜାଙ୍କ ସହିତ ମହା ଆଡ଼ମ୍ବରରେ ବିବାହ କରିଦେଲେ। ଖୁବ୍ ଜାକଜମକ ଆଡ଼ମ୍ବରରେ ପଦ୍ମାବତୀଙ୍କୁ ବିବାହ କରି ରାଜା ନିଜ ରାଜବାଟିକୁ ଫେରିଆସିଲେ। ରାଜବାଟିକୁ ପଦ୍ମାବତୀ ଆସିବାର କିଛି ଦିନ ପରେ ରାଜବାଟିରେ ନାନା ପ୍ରକାର ବିଚିତ୍ର ଘଟଣା ସବୁ ଘଟିବାକୁ ଲାଗିଲା। ରାଜ୍ୟ ସାରା ଖୋଜି ଆସିଲେ ରାଜ୍ୟରେ ଗୋଟିଏ ହେଲେ କେହି ଦରିଦ୍ର ପ୍ରଜା ମିଳିଲେ ନାହିଁ। ଏଣେ ରାଜାଙ୍କର ଯେତେ ଯୁଆଡ଼େ ପଡ଼ୋଶୀ ଶତ୍ରୁ ଥିଲେ ସମସ୍ତେ ପଦ୍ମାବତୀଙ୍କର ତନ୍ତ୍ର ବଳରେ ପରାସ୍ତ ହୋଇ ରାଜାଙ୍କର ଶରଣ ପଶିଲେ। ଏହାପରେ ରାଣୀ ପଦ୍ମାବତୀ ଆନନ୍ଦର ସହିତ ନିଜର ରାଣୀ ଉଦ୍ୟାନରେ ଭ୍ରମଣ କରିବାକୁ ଲାଗିଲେ। ଏହିପରି କିଛି ଦିନ ଅତିବାହିତ ହୋଇଯାଆନ୍ତେ ରାଣୀ ପଦ୍ମାବତୀ ଗର୍ଭବାସରେ ରହିଲେ। ତାହା ଜାଣିବା ପରେ ରାଜାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ। ରାଣୀଙ୍କର ଗର୍ଭବାସ କଥା ଜାଣିବା ଦିନଠାରୁ ରାଜ୍ୟରେ ନାନା ପ୍ରକାର ଉତ୍ସବମାନ କରାଗଲା। ଏହାପରେ ପଦ୍ମାବତୀଙ୍କ କୋଳକୁ ସୁନ୍ଦର ସନ୍ତାନଟିଏ ଆସିଲା। ପଦ୍ମାବତୀଙ୍କ କୋଳକୁ ସନ୍ତାନ ଗୋଟିଏ ଆସିବା କାରଣରୁ ପଦ୍ମାବତୀ ରାଜାଙ୍କର ନିମନ୍ତେ ଖୁବ୍ ପ୍ରିୟ ହୋଇପଡ଼ିଲେ। ତାହା ଦେଖି ଅନ୍ୟ 6 ରାଣୀଯାକ ପଦ୍ମାବତୀଙ୍କୁ ସହ୍ୟ କରିପାରିଲେ ନାହିଁ, ବରଂ ଈର୍ଷାରେ ଚଳିବାକୁ ଲାଗିଲେ। କିପରି ରାଣୀ ପଦ୍ମାବତୀଙ୍କର ମୃତ୍ୟୁ ହେବ ସେହି ଚିନ୍ତାରେ ରାଣୀମାନେ ମିଶି ଉପାୟ ଚିନ୍ତା କଲେ। ଏଣେ ରାଣୀ ପଦ୍ମାବତୀ ତ ତନ୍ତ୍ର ମନ୍ତ୍ର ବିଦ୍ୟାରେ ପୋଖତ, ତାଙ୍କୁ ସହଜରେ ମାରିବା ବହୁତ କଷ୍ଟକର। ରାଣୀମାନଙ୍କର ଏପରି ଚିନ୍ତା କରୁଥିବା ବେଳକୁ ରାଜା ହଠାତ୍ ଅନ୍ୟ ରାଜ୍ୟକୁ ପର୍ଯ୍ୟଟନରେ ବାହାରିଗଲେ। ରାଣୀମାନଙ୍କ ମନରେ କିପରି ପଦ୍ମାବତୀର ମୃତ୍ୟୁ ହେବ ସେଥିଲାଗି ଗୋପନେ ଗୋପନେ ତାକୁ ମାରିଦେବା ନିମନ୍ତେ ପଦ୍ମାବତୀର ଆପଣାର ହେବାକୁ ଆପଣାର ଭାବ ଦେଖାଇ ମିଶିବାକୁ ଆରମ୍ଭ କଲେ। ଯିଏ ଯେତେବେଳେ ସମୟ ପାଇଲା ପଦ୍ମାବତୀକୁ ଆଦରରେ ପ୍ରଶଂସା କଲେ। ଏହାରି ମଧ୍ୟରେ ପଦ୍ମାବତୀଙ୍କର ସବୁ ଗୋପନର କଥାକୁ ସେମାନେ ଜାଣିବାକୁ ଚେଷ୍ଟା କଲେ। ଦିନେ କହିଲେ, କି ଲୋ ପଦ୍ମାବତୀ, ତୋରି ପାଇଁ ଆମ୍ଭମାନଙ୍କ ଦୁଃଖ ଗଲା। ଆମେ ତ ସନ୍ତାନବତୀ ହୋଇପାରିଲୁ ନାହିଁ, କିମ୍ବା ସେ କଥା ଆମ ଭାଗ୍ୟରେ ନଥିଲା। ହେଲେ ରାଜାଙ୍କ ମନରେ ଏ ଯେଉଁ ସନ୍ତାନ ପାଇବାର ସନ୍ତାପକୁ ଆମ ଦ୍ୱାରା ଦୂରେଇବା ଅସମ୍ଭବ ହେଲା। ସବୁଦିନ ରାଜା ଦାରୁଣ ଦୁଃଖରେ କଷ୍ଟ ପାଆନ୍ତି, ହେଲେ ଆମେମାନେ ତ ହତଭାଗିନୀ। ନିଜର ସ୍ୱାମୀକୁ ପୁତ୍ର ଓ କନ୍ୟା ଦୁଃଖକୁ କନ୍ଦାଇବାକୁ ଜନ୍ମ ପାଇଥିଲୁ। ଆମମାନଙ୍କୁ ଏତେ ଚିନ୍ତା ଏତେ ଦୁଃଖକୁ ତୁ ତ ଦୂର କରିଦେଲୁ ପଦ୍ମାବତୀ। ତୁ ଆମ ଲାଗି ଧନ୍ୟ ଲୋ ପଦ୍ମାବତୀ, ତୁ ଆମ ଲାଗି ଧନ୍ୟା। ହେଲେ ପଦ୍ମାବତୀ, ତୁ ତ ଆମମାନଙ୍କର ସାନ ଭଉଣୀ ପରି। ତୋତେ କିନ୍ତୁ ବହୁ ବିଦ୍ୟା ଜଣା। ଆମ୍ଭମାନଙ୍କ ମଧ୍ୟରୁ ତୁ ହିଁ ବିଦ୍ୟାମତୀ। ତନ୍ତ୍ର ମନ୍ତ୍ର ଯନ୍ତ୍ର ଏ ସମସ୍ତ ବିଦ୍ୟାରେ ତୋର ପାରଙ୍ଗମତା ଦେଖି ଆମେ ଗର୍ବରେ ଭାଙ୍ଗି ପଡ଼ୁଛୁ। ତୁ ହେଉଛୁ ଆମ 7 ରାଣୀଙ୍କ ମଧ୍ୟରେ ହୀରା ଗୋଟିଏ। ତୁ ଆମମାନଙ୍କ ମଧ୍ୟରୁ ସାନ ହେଲେ ମଧ୍ୟ ତୁ ତ ବିଦ୍ୟା ଦ୍ୱାରା ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ଆମେ ଆନନ୍ଦ ହେଉଛୁ। ଆଚ୍ଛା ପଦ୍ମାବତୀ, ଆମେ ତ ତୋର କେହି ପର ନୋହୁଁ, ଆମେ ସମସ୍ତେ ଗୋଟିଏ ରାଜାଙ୍କର ରାଣୀ। ଆମ ରାଜା ଯଦି ଗୋଟିଏ ଆତ୍ମା, ତାହେଲେ ଆମେ ସମସ୍ତେ ମିଶି ମଧ୍ୟ ସେଇ ଗୋଟିଏ ଆତ୍ମା। ତୁମେ ଗୁଣୀ ଗୁଣବତୀ, ତୁମେ ଇଚ୍ଛା କଲେ ସ୍ଥଳ ପଦ୍ମ ବୃକ୍ଷ ହୋଇ ଝଡ଼ିପାର। ତାହାର ସତ୍ୟତା ଜାଣିବା ଲାଗି ଆମେ ଇଚ୍ଛୁକ। ତୁମେ ଇଚ୍ଛା କଲେ ତାହା ସବୁ ଆମକୁ ଦେଖାଇ ପାରିବ। 6 ରାଣୀଙ୍କ ଠାରୁ ଏପରି କଥା ଶୁଣି ସାନ ରାଣୀ ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲେ, ଏତେ ସବୁ କଥା ତୁମେ କିପରି ଜାଣିଲ?
ମୁଁ ଜାଣିପାରୁଛି ଯେ ଏହି କଥା ତୁମେ ନିଶ୍ଚୟ ମୋ ଦାସୀଠାରୁ ହିଁ ଶୁଣିଛ। ହଉ ହେଲା, ତୁମେମାନେ ଯେତେ ଯାହା ହେଲେ ମୋର ବଡ଼ ଭଉଣୀମାନେ, ତୁମର ଇଚ୍ଛା ମୁଁ ନିଶ୍ଚୟ ଆଜି ପୂରଣ କରିବି। ସେଥିଲାଗି ତୁମ୍ଭେମାନେ ମୋର ଏତିକି କଥା ମନେ ରଖି ତୁମ୍ଭମାନଙ୍କୁ ପାଳନ କରିବାକୁ ହେବ। 6 ରାଣୀଯାକ କହିଲେ, କି ଅଭିଲା କଥା ଲୋ ଇଏ, ଆମେ 6 ରାଣୀଯାକ ବାଞ୍ଝ ଥିଲୁ। ସେଥିଲାଗି ଆମ ରାଜାଙ୍କ ମନରେ ଯେଉଁ ଦାରୁଣ ଦୁଃଖ ଥିଲା, ତୁ ଆସିଲାରୁ ତାହା ଦୂର ହେଲା। ଜାଣ ରାଜାଙ୍କର କୂଳ ତୁ ବଞ୍ଚେଇ ରଖିଲୁ। ତୋର ଏପରି ଉପକାରକୁ 7 ଥର ଜନ୍ମ ହେଲେ ମଧ୍ୟ ଆମେମାନେ କେହି ସୁଜି ଦେଇ ପାରିବୁ ନାହିଁ। ଏଥିରେ ତୋ ପାଇଁ ଆମେ ଅପକାର ଚିନ୍ତା କରିବୁ କିପରି? କହ, ଆମକୁ ଯାହା କରିବାକୁ ହେବ ତାହା କହ। ସାନରାଣୀ ପଦ୍ମାବତୀ କହିଲା, ମୁଁ ତୁମକୁ ଯେଉଁ ମନ୍ତୁରା ପାଣି ଦେବି ତାକୁ ତୁମେ ମୋ ଉପରେ ଛିଞ୍ଚିଦେଲେ ମୁଁ ଫୁଲ ଗଛ ହୋଇଯିବି ଆଉ ଫୁଲ ଫୁଟିବି। ପୁଣି ସେହି ମନ୍ତୁରା ପାଣି ଫୁଲ ଗଛ ମୂଳରେ ଢାଳିଦେଲେ ମୁଁ ପୁଣି ମଣିଷ ହୋଇଯିବି। ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡ଼େ ଢାଳିଦେବ, ତାହେଲେ ମୋ ଜୀବନ ଶେଷ ହୋଇଗଲା ବୋଲି ଜାଣିବ। ତାପରେ ତୁମେମାନେ ମଧ୍ୟ ଏପରି ଅପକାର କରିଥିବା କାରଣରୁ ପଥର ପାଲଟିଯିବ। ଏହି ହେଉଛି ମୋ ଲାଗି ସ୍ଥାନୀୟ ଦେବତାଙ୍କ ଅଭିଶାପ। ଦେଖ, ଆଗରୁ ତ 6 ରାଣୀଯାକ ହିଂସାରେ ଅନ୍ଧ ହୋଇଯାଇଥିଲେ। ସେମାନେ ସେଦିନ ସାନରାଣୀ ପଦ୍ମାବତୀଙ୍କ ଆଗରେ ମାୟାରେ ଖୁବ୍ ଆପଣାର ପରି କଥା କହିଲେ। ପଦ୍ମାବତୀଙ୍କ ସେମାନଙ୍କ ଉପରେ ବିଶ୍ୱାସ ହେବାରୁ ବଡ଼ ରାଣୀମାନଙ୍କୁ ମନ୍ତୁରା ପାଣି ଦେବାରୁ ପାଣି ଛିଞ୍ଚି 6 ରାଣୀଯାକ ପଦ୍ମାବତୀକୁ ଫୁଲ ଗଛ କରିଦେଲେ। ପଦ୍ମାବତୀ ଗଛ ହୋଇ ଗଛରେ ଅସୁମାରେ ଫୁଲ ଫୁଟାଇଲେ। ଆଉ ମଧ୍ୟ ସେହି ଫୁଲଗୁଡ଼ିକ ଗୋଟିଏ ପରେ ଗୋଟିଏ ତଳେ ପଡ଼ିଲେ। ଏହାପରେ ତଳେ ପଡ଼ିଥିବା ଫୁଲଗୁଡ଼ିକ ଦେଖି ବଡ଼ ରାଣୀ ସ୍ୱାର୍ଥରେ ଅନ୍ଧ ହୋଇଯାଇ ବଳକା ମନ୍ତୁରା ପାଣିକୁ ନେଇ ବାହାରେ ଫିଙ୍ଗି ଦେବାରୁ ଫୁଲ ଗଛଟି ସଙ୍ଗେ ସଙ୍ଗେ ମରିଗଲା। ବଡ଼ ରାଣୀ ଯେଉଁଠାରେ ଠିଆ ହୋଇଥିଲେ ସେହିଠାରେ ପଥର ହୋଇଗଲା। ସେହିପରି ଅନ୍ୟ ରାଣୀମାନେ ମଧ୍ୟ ଆପେ ଆପେ ପଥର ପାଲଟିଗଲେ। ତାପରେ ମରିଯାଇଥିବା ପଦ୍ମବୃକ୍ଷରୁ ସୁବର୍ଣ୍ଣର ପଦ୍ମ ଫୁଲଗୁଡ଼ିକ ଗୋଟି ଗୋଟି ହୋଇ ଝଡ଼ି ପଡ଼ିଲା। ମରିଯାଇଥିବା ବୃକ୍ଷ ଖୁବ୍ କାନ୍ଦିଲା। 2 ମାସର କଅଁଳ ପୁଅ କୃଷ୍ଣକୁମାରକୁ ବିଳପି ହେଲା। ଏଣେ ରାଣୀ ଉଦ୍ୟାନରେ ଏତେ ସବୁ ଘଟିଯିବା ପରେ ପ୍ରଥମେ ସେହି ରାଜନଗରର ପ୍ରଧାନ ଦାସୀଙ୍କ କାନକୁ ଯାଇ ଏହି ସମ୍ବାଦ ପହଞ୍ଚିଲା। ଦାସୀ ଯାଇ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇ ଦେବାରୁ ରାଜା ତହୁଁ ମନ୍ତ୍ରୀ, ସେନାପତି, କଟୁଆଳ, ସେନା ସେବକମାନଙ୍କୁ ଧରି ରାଣୀ ଉଦ୍ୟାନରେ ପ୍ରବେଶ ହୋଇ ଏସବୁ ଘଟଣା ଦେଖି ଧୈର୍ଯ୍ୟହରା ହୋଇପଡ଼ିଲେ। ଏହିସବୁ ଦୁଃଖକୁ ସହ୍ୟ କରିନପାରି ନିଜର ଶାଣିତ ତରବାରୀ ଦ୍ୱାରା ନିଜେ ହିଁ ନିଜର ଶିରକୁ ଛେଦନ କଲେ। ଏପରି କାରଣରୁ ସେହି ରାଜବଂଶର ସମାପ୍ତ ହୋଇଗଲା। ସେହି ରାଜବଂଶର ଉତ୍ତରାଧିକାରୀ ଭାବରେ ରହିଲେ କୃଷ୍ଣକୁମାର। ସେ ରାଜ୍ୟର ମନ୍ତ୍ରୀ ଥିଲେ ଖୁବ୍ ଉଦାର, ବିଚାରବନ୍ତ ରାଜକର୍ମଚାରୀ। ତହୁଁ ସେ ରାଜକୁମାର କୃଷ୍ଣକୁମାରଙ୍କୁ ସାଙ୍ଗରେ ନେଇ ରାଜନଗରକୁ ଫେରିଗଲେ। ରାଜକୁମାରଙ୍କୁ ପାଖରେ ରଖି ତାଙ୍କର ଲାଳନ ପାଳନ କଲେ। କୁମାରଙ୍କୁ ସେ ସେହି ରାଜ୍ୟର ରାଜା ମନେକରି ମନ୍ତ୍ରୀ ରାଜ୍ୟର ହାନିଲାଭ ଦାୟିତ୍ୱ ତୁଲାଇଲେ। ଏଥୁଅନ୍ତେ ରାଜପୁତ୍ର କୃଷ୍ଣକୁମାର ବଡ଼ ହୋଇଗଲେ। ନିଜର ଜନ୍ମ ଓ ମାତାଙ୍କର ମୃତ୍ୟୁ ସମ୍ବାଦ ଦାସୀମାନଙ୍କ ଠାରୁ ଶୁଣିବା ପରେ ଯାଇ ସେ ନିଜେ ରାଜଗାଦିରେ ବସିଲେ। ଏହା ପରେ ପରେ ସେ ମନ୍ତ୍ରୀକୁ ଡକାଇ ଆଦେଶ ଦେଲେ ଯେ ମୃତ୍ୟୁ ହୋଇଯାଇଥିବା ରାଣୀମାନଙ୍କୁ ସଜାଇ ରାଜବାଟୀରେ ଏକ ବିରାଟ ସିଂହଦ୍ୱାର ନିର୍ମାଣ କରାଯାଉ ଓ ମୋ ମାଆଙ୍କୁ ସୁବର୍ଣ୍ଣ ପଦ୍ମଗୁଡ଼ିକ ସେହି ସିଂହଦ୍ୱାର ଉପରେ ସୁରକ୍ଷିତ ଭାବରେ ସଜାଇ ରଖାଯାଉ ଓ ସୁବର୍ଣ୍ଣର ପଦ୍ମଫୁଳ ଉପରେ ଜଗତଜନନୀ ମା ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ କରି ପ୍ରତିଦିନ ପୂଜା କରିବା ନିମନ୍ତେ ଜଣେ ଜଣେ ବ୍ରାହ୍ମଣକୁ ରଖାଯାଉ। ଯୁବରାଜ କୃଷ୍ଣକୁମାରଙ୍କ ଆଦେଶ ପାଇବା ପରେ ରାଜ୍ୟର ମହାମାନ୍ୟ ମନ୍ତ୍ରୀ ମହାଶୟ ଯଥାବିଧି ରାଜନଗରରେ ପ୍ରବେଶ ଦ୍ୱାରରେ ବିରାଟକାୟ ସିଂହଦ୍ୱାର ନିର୍ମାଣ କରି ସୁବର୍ଣ୍ଣ ପଦ୍ମ ଉପରେ ଦୁର୍ଗାଙ୍କର ପୂଜାବିଧିର ବ୍ୟବସ୍ଥା କରିଦେଲେ। ଆଉ ମଧ୍ୟ ସେହିଦିନଠାରୁ ଶତାଧିକ ପ୍ରହରୀ ସିଂହଦ୍ୱାରକୁ ଜଗୁଅଛନ୍ତି। ବନ୍ଧୁଗଣ, ଆଶା କରେ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏମିତି ନୂଆ ନୂଆ କାହାଣୀ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।